ओम शांति। निराकार सोमनाथ भगवानंकर सोमरस पान करुथिबा सच्चा सच्चा आत्मिक संतान मानंकु शुभ सकाळर शुभ अभिनंदन, सुप्रभात, सुस्वागतम। सर्वशक्तिमान भगवानंकर छत्र छाया तले रहिला बाला सर्वदा निजकु शक्तिशाली अनुभव करुथिबा कारणरु ना सेमानंकर काहाकु भय थाए, ना सेमाने कौनसी क्षेत्र रे हार मानि थांती। कथित अछि धर्मयुद्ध रे भगवान पांडव मानक पक्षरे थिबा कारणरु सेमानंकर संख्या नगण्य होई मध्य विशाल कौरव सेना उपरे सेमाने विजयी होइथिले। तेबे मुख्य कथा हेउछि निश्चयतार, कारण निश्चयता ही मनरे शक्ति संचार करिथाए। आमे जानुछे आम साथी रे भगवान अछंती, परंतु कौनसी समस्या बा परिस्थिति आसी गले निज सामर्थ्य अनुसारे से परिस्थिति सहित लड़े करी शेषकु ता आगरे हार मानि जाउछु बा सही परिस्थिति बा वातावरणर बशीभूत हो जाउछु। निजकु ता आगरे समर्पित करि देउछु, कारण आमर सही दृढ़ निश्चयता नाही जे स्वयं सर्वशक्तिमान भगवान आमर रक्षाकर्ता अटंती। जदि आमे प्रथमरु ईश्वरंको उपरे समर्पित होई जिबा तेबे आमर सुरक्षार संपूर्ण दायित्व मध्य भगवान को नेबाकु ही पड़िबो एवं आमे सर्वदा सुरक्षित सदा विजयी होई जिबा। भगवान कहुछंती मधुर आत्मिक संतानगण निश्चय रख, आमर जहा किछि अछि सबु शिव बाबांकर। निमित्त होई दायित्व निय, तेबे सबु पवित्र होई जिवो। तुमर पालना मध्य शिव बाबांकर भंडाररु हेबो। सेथिपाई मो उपरे संपूर्ण बलि चढ़ी जाओ। भक्ति मार्ग रे काशी कलबट खाउथिल ना? एठारे उल्लेख योग्य कि काशी विश्वनाथ रे एक विराट कूप थिला, जहार तले शिवलिंग रहिथिला एवं संपूर्ण कूपकु एपरि भावरे शाणित खड्ग द्वारा आच्छादित करा जाइथिला कि माछी पड़िले मध्य नवखंड हेई जिबा भଳି। जेउ माने शिवंको उपरे बलि चढ़िबाकु चाहुथिले सेमाने गड़ी गड़ी जाई सही कूप मध्यरे पड़ुथिले, जहाकु कुहा जाउथिला काशी कलबट। तेबे सरकार एही भयंकर अंधविश्वासर प्रथा को बंद कर देइछंती। बलि चढ़िबा अर्थात देह सहित सबु किछि को शिव बाबांको उपरे समर्पित करिदेबा। तेणु बुद्धि रे रहिबा दरकार, जेतेबेले आमे बलि चढ़िलु अर्थात समर्पित होई गलु तेबे सबु किछि तो शिव बाबांकर ही गला। तेणु प्रत्येक पदक्षेपरे तांकर मत नेबाकु ही पड़िबो, अर्थात तांको श्रीमतरे चलिबाकु हेबो। जदि कौनसी कुकर्म बा विकर्म कल तेबे बहुत पाप चढ़ी जीव। तन मन धन कौनसी भी जिनिस मनमत अनुसारे अर्थात पाप कर्म रे
ଲଗାଇ ପାରିବ ନାହିଁ। କାରଣ ଏହା ତ ଶିବ ବାବାଙ୍କର। ତେଣୁ ଏହାର ବହୁତ ଦାୟିତ୍ୱ ନେବାକୁ ପଡ଼ିବ। ଯେବେଠାରୁ ଏହା ଭଗବାନଙ୍କର ହେଇଗଲା, ପ୍ରତ୍ୟେକ ପଇସା ବା ପଦାର୍ଥ ହୀରାତୁଲ୍ୟ ଅଟେ। ଯଦି ବ୍ୟର୍ଥରେ ଗଲା, ତେବେ ତାହାର ଭରଣା ମଧ୍ୟ କରିବାକୁ ପଡ଼ିବ। କୁହାଯାଏ ନା, ଏଭ୍ରି ଆକ୍ସନ୍ ଦେୟାର ଇଜ୍ ଆନ୍ ଇକ୍ୱାଲ୍ ଆଣ୍ଡ ଅପୋଜିଟ୍ ରିଆକ୍ସନ୍। ତେଣୁ କିଛି ବି ଯେପରି ବ୍ୟର୍ଥରେ ନ ଯାଉ, ସେଥିପ୍ରତି ବହୁତ ଯତ୍ନଶୀଳ ହେବା ଦରକାର। ବାବା କହୁଛନ୍ତି, ମୁଁ ତ ତୁମର କିଛି ନେଉନାହିଁ। ମୁଁ ତ ନିରାକାର, ମୋର ଶରୀର ନାହିଁ। ମୋର କ'ଣ ହେବ? ମୁଁ ତ ଦାତା, ତୁମମାନଙ୍କୁ ଦେବା ପାଇଁ ଆସିଛି। କିନ୍ତୁ ତୁମମାନଙ୍କ ପାଖରେ ଯାହା କିଛି ବି ଅଛି, ତାହାଦ୍ୱାରା ମନୁଷ୍ୟମାନଙ୍କୁ କଉଡ଼ିରୁ ହୀରାତୁଲ୍ୟ କରିବାର ସେବା କରିବା ଦରକାର, ବା ସେସବୁକୁ ଏହିଭଳି ସେବାରେ ଉପଯୋଗ କରିବା ଦରକାର। ଅର୍ଥାତ୍ ସାରା ପତିତ ସୃଷ୍ଟିକୁ ପବିତ୍ର ସ୍ୱର୍ଗରେ ପରିଣତ କରିବାର ସେବାରେ ଉପଯୋଗ କରିବା ଦରକାର। ତେବେ ତୁମେମାନେ ଏହାର ଅନେକ ଗୁଣା ମଧ୍ୟ ପ୍ରାପ୍ତିର ଅଧିକାରୀ ହୋଇ ଭବିଷ୍ୟ ସତ୍ୟଯୁଗୀ ସ୍ୱର୍ଗରାଜ୍ୟରେ ଉଚ୍ଚ ପଦର ଅଧିକାରୀ ହୋଇପାରିବ ଅନେକ ଜନ୍ମ ପର୍ଯ୍ୟନ୍ତ। ବର୍ତ୍ତମାନ ସମସ୍ତ ମାନବ ସମାଜ ଅଜ୍ଞାନ ଅନ୍ଧକାର ମଧ୍ୟରେ ଅଛନ୍ତି। ସମସ୍ତଙ୍କୁ ଜ୍ଞାନାଲୋକ ପ୍ରଦାନ ପୂର୍ବକ ସମସ୍ତଙ୍କର କଲ୍ୟାଣ କରିବା ଉଚିତ। ଏହି ସତ୍ୟ ରୋଜଗାର ଅର୍ଥାତ୍ ସତ୍ୟଯୁଗୀ ନୂତନ ଦୁନିଆ ପାଇଁ ସତ୍ୟ ପିତାଙ୍କଠାରୁ ସତ୍ୟ ଜ୍ଞାନର କାରବାର ନିଜେ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ କରାଇ ହାତ ଭରପୁର କରିଯିବାକୁ ହେବ। ଏହାକୁ ହିଁ କୁହାଯାଏ ସଚ୍ଚା ସୌଦା କରିଲା ବାଲା ସଚ୍ଚା ବ୍ୟାପାରୀ। ହୃଦୟକୁ ଶୁଦ୍ଧ କରିବା ପାଇଁ ବାବାଙ୍କର ସ୍ମୃତିରେ ରହି ଭୋଜନ ପ୍ରସ୍ତୁତ କରିବାକୁ ହେବ। କୁହାଯାଏ ନା, ଯେମିତି ଅନ୍ନ ସେମିତି ମନ। ଯାହାକୁ କୁହାଯାଏ ବ୍ରହ୍ମା ଭୋଜନ, ଯାହାର ଗାୟନ ଅଛି କି ଦେବତାମାନେ ମଧ୍ୟ ବ୍ରହ୍ମା ଭୋଜନ ପାଇଁ ଆଗ୍ରହୀ ଥିଲେ। ଯୋଗଯୁକ୍ତ ହୋଇ ଭୋଜନ ଖାଇବାକୁ ହେବ ଏବଂ ଖୁଆଇବାକୁ ମଧ୍ୟ ହେବ। ବିକାରଗୁଡ଼ିକୁ ତ୍ୟାଗ କରି ଜ୍ଞାନରତ୍ନ ଦ୍ୱାରା ନିଜେ ସଜେଇ ହେଇ ପୁଣି ଅନ୍ୟମାନଙ୍କୁ ମଧ୍ୟ ସଜେଇବାକୁ ହେବ। ଯେହେତୁ ବର୍ତ୍ତମାନ ଏହି ତମ ପ୍ରଧାନ ବିକାରୀ ଦୁନିଆ ପରିବର୍ତ୍ତନ ହୋଇ ସମ୍ପୂର୍ଣ୍ଣ ପବିତ୍ର ନିର୍ବିକାରୀ ସତ୍ୟଯୁଗୀ ସ୍ୱର୍ଗରାଜ୍ୟ ସ୍ଥାପନ ହେଉଛି। ସମସ୍ତ ଚିନ୍ତାକୁ ବାବାଙ୍କୁ ଦେଇ ନିଶ୍ଚିନ୍ତ ସ୍ଥିତିର ଅନୁଭବ କରୁଥିବା ପରମାତ୍ମ ସ୍ନେହୀ ହୁଅ। ଏହିଭଳି ପରମାତ୍ମ ସ୍ନେହୀ ହିଁ ପରମାତ୍ମାଙ୍କର ହୃଦୟ ସିଂହାସନ ଉପରେ ବସିଥାନ୍ତି। ଏହିଭଳି ସ୍ଥିତି ହିଁ ସମସ୍ତ ଚିନ୍ତାରୁ ମୁକ୍ତ କରାଇ ଦେଇଥାଏ। ମୋର ଶବ୍ଦଠାରୁ ମୁକ୍ତି କରାଇ ଦେଇଥାଏ। କୌଣସି ପ୍ରକାରର ହଲଚଲକୁ ସମାପ୍ତ କରିବାର ସାଧନ ହେଲା ସୃଷ୍ଟି ନାଟକ ଉପରେ ଅଟଳ ନିଶ୍ଚୟ ରଖିବା। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଶ୍ଚ ଆମେମାନେ ସେହି କଲ୍ୟାଣକାରୀ ପରମାତ୍ମାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟ ଉପରେ ଆଲୋଚନା କରିବା। ନିଜ ଜୀବନକୁ ପରିବର୍ତ୍ତନ କରିବା ସହିତ ସାରା ବିଶ୍ୱକୁ ମଧ୍ୟ ପରିବର୍ତ୍ତନ କରିବାର
କାର୍ଯ୍ୟ କରିବା। ଓମ୍ ଶାନ୍ତି। ଓମ୍ ଶାନ୍ତି। ଓମ୍ ଶାନ୍ତି।